नमो भगवते वासुदेवाय। षष्ठोऽध्याय। श्रीशुकवाच। एबे हो ଶୁଣ ନରନାଥ, କହିବା ବଂଶାନୁଚରିତ। ସେ ଅମ୍ବରୀଶ ପୁତ୍ର ତିନି, ବିରୂପ କେତୁ ନାମ ଘେନି। ଶମ୍ଭୁ ତୃତୀୟ ପୁତ୍ର ନାମ, ଅଶେଷ ଗୁଣେ ପୁଣ୍ୟଧାମ। ବିରୂପ ପୁତ୍ର ପୃଷ୍ଠଦସ୍ୱ, ରଥିତର ତାହାର ବଂଶ। ସେ ରଥିତର ପୁତ୍ରକ, ଉପାୟ କଲା ସେ ଅନେକ। କେବେହେଁ ପୁତ୍ର ତା ନୋହିଲା, ଅଙ୍ଗିରା ତୁଲେ ବିଚାରିଲା। ବୋଇଲା ମୋର ପତ୍ନୀ ଗର୍ଭେ, ସନ୍ତତି କର ତୁମ୍ଭେ ଭାବେ। କ୍ଷତ୍ରିୟ ପୁତ୍ର ହେଉ ମୋର, କ୍ଷେତ୍ରଜ ପୁତ୍ର ହେଉ ମୋର। ଅପୁତ୍ର ଦୁଃଖ ଯାଉ ପାର, ଏମନ୍ତେ ରାଜାର ବଚନେ। ଅଙ୍ଗିରା କରି ଗର୍ଭଧାନେ, ସତକୁମାର ବ୍ରହ୍ମ ତେଜେ। ଜନ୍ମିଲେ ଅଙ୍ଗିରାଙ୍କ ବୀର୍ଯ୍ୟେ, ସେ ପୁଣି କ୍ଷତ୍ରିୟ ହୋଇଲେ। କ୍ଷତ୍ରିୟ କ୍ଷେତ୍ରେ ଉପୁଜିଲେ, ମନୁର ଛିଙ୍କୁ ନାଶା ବିଳେ। ଇକ୍ଷ୍ୱାକୁ ଜନମ ଲଭିଲେ, ସେ ଇକ୍ଷ୍ୱାକୁର ବଂଶ ଯେତେ। କହିବା ଶୁଣ ଏକଚିତ୍ତେ, ହୋଇଲେ ଶତେକ କୁମାର। ତାହାଙ୍କ ମଧ୍ୟେ ବଂଶଧର, ବିକୁକ୍ଷୀ ନିମି ଦଣ୍ଡ ନାମେ। ଅତି ପ୍ରଶସ୍ତ ଗୁଣ ଗ୍ରାମେ, ଏ ତିନି ପୁତ୍ର ଆଦି ଯେତେ। ରାଜା ହୋଇଲେ ଜଗତେ, ପୂର୍ବେ ଯେ ପଞ୍ଚର୍ଯ୍ୟବ୍ରତେ। ରାଜା ହୋଇଲେ ତାର ପୁତ୍ରେ, ପ୍ରଥମେ ତାର ପଞ୍ଚବିଂଶ। ମଧ୍ୟରେ ହୋଇଲେ 50, ଏମନ୍ତେ ପୁତ୍ରେ ପୁତ୍ରେ ତାର। ପୃଥିବୀ ଭାଙ୍ଗେ ନୃପବର, ହେଲା ଯେ ନୃପତି କେଶରୀ। ତଦନ୍ତେ ଶୁଣ ଦଣ୍ଡଧାରୀ, ଇକ୍ଷ୍ୱାକୁ ପିତୃଶ୍ରାଦ୍ଧ ଦିନେ। ଭିକ୍ଷୁକୀ ରାଇ ସନ୍ନିଧାନେ, ବୋଇଲା ବନ୍ୟ ପଶୁଗଣ। ମୋ ପିତୃ ଶ୍ରାଦ୍ଧୋର୍ଥେ ଆଣ। ତକ୍ଷଣେ ପିତା ଆଜ୍ଞା ପାଇ, ପଶିଲା ଘୋର ବନେ ଯାଇ। ଶବର ଗଣ ତୁଲେ ଲୀଳା, ଅନେକ ପଶୁ ବଧ କଲା। ଶ୍ରାଦ୍ଧକୁ ଯେତେ ଯୋଗ୍ୟ ମାଂସ, ତହିଁର ମଧ୍ୟେ କଷସ। ଅରଣ୍ୟ ପଥ ଶ୍ରମ ପାଇ, କ୍ଷୁଧାରେ ଚାଲି ନ ପାରଇ। ଶଶା ଗୋଟିଏ ମାତ୍ର ପୋଡ଼ି, ଅଗ୍ରେ ଭଖିଲା ଧର୍ମ ହୁଡ଼ି। ଶେଷେ ଯେତେକ ପଶୁ ଥିଲା, ପିତା ସମୀପେ ନେଇ ଦେଲା। ସେ ପୁଣି ବଶିଷ୍ଠଙ୍କୁ ରାଇ, ଆନନ୍ଦ ମନରେ ବୋଲଇ। ଏ ପଶୁ ମାଂସେ ଶ୍ରାଦ୍ଧ କର, ଏମନ୍ତ ଶୁଣି ମୁନିବର।
ବଶିଷ୍ଠ ରାଜା ବାକ୍ୟ ଶୁଣି ସେ କଥା ଯୋଗ ବଳେ ଜାଣି ବୋଇଲେ ରାଜା ମୁଖୁ ଚାହିଁ ପ୍ରକ୍ଷଣେ ଯୋଗ୍ୟ ନୁହଇଁ ଦେବତା ପିତୃ ଅର୍ଥେ ମାଂସ କେମନ୍ତେ ଦେବା ଅବଶେଷ ତୋର କୁମର କ୍ଷୁଧା ଅର୍ଥେ ଶଶାଏ ଭଖିଲା ବନସ୍ତେ ବନେ ଭଖିଲା ଅଗ୍ରଭାଗ ଏ ମାଂସ ଶ୍ରାଦ୍ଧେ ନୁହେଁ ଯୋଗ୍ୟ ଏମନ୍ତ ଗୁରୁ ବାକ୍ୟ ଶୁଣି କୋପେ ବୋଲଇ ନୃପମଣି ଏ ପୁତ୍ର ପାପିଷ୍ଠ ପାମର ଏହାକୁ ରାଜୁ କର ଦୂର ତକ୍ଷଣେ ରାଜାର ବଚନେ ପୁରୁ ବାହାର କଲେ ଜନେ ଇକ୍ଷ୍ୱାକୁ ବିପ୍ରଙ୍କ ଚରଣେ ସୁସେବା କଲା ଅନୁକ୍ଷଣେ ଯୋଗରେ ଦେହ ତ୍ୟାଗ କଲା ପରମ ବ୍ରହ୍ମେ ସେ ମିଳିଲା ବିକୁକ୍ଷୀ ପିତୃ ମୃତ୍ୟୁ ପରେ ପୁଣି ସେ ମିଳିଲା ରାଜ୍ୟରେ ପୃଥିବୀ ଶାସନ ସେ କଲା ଯଜ୍ଞେ ହରିଙ୍କୁ ଆରାଧିଲା ଶଶାଦ ନାମ ତାର ଖ୍ୟାତ ଜଗତେ ହୋଇଲା ବିଦିତ ଶଶାଦ ପୁତ୍ର ପୁରଞ୍ଜନ ଶଶାଦ ପୁତ୍ର ପୁରଞ୍ଜୟ ନାମ ତା ହୁଏ ଇନ୍ଦ୍ରବହ ଯେଣୁ ଅଦ୍ଭୁତ କାର୍ଯ୍ୟ କଲା କାକୁସ୍ଥ ନାମ ତା ହୋଇଲା ଏମନ୍ତ ଶୁକ ବାକ୍ୟ ଶୁଣି ବୋଲେ ପରୀକ୍ଷ ନୃପମଣି କାକୁସ୍ଥ ନାମ ତା କେମନ୍ତେ ଏ କଥା କହ ମୁନି ମୋତେ ଶ୍ରୀଶୁକ ଉବାଚ ମୁନି ବୋଲନ୍ତି ଶୁଣ ରାୟ ଦେବ ଯେ ଅସୁରଙ୍କ ଭୟେ ଦେବ ଦାନବ କୃତ ଯୁଗେ ଯୁଦ୍ଧ ଆରମ୍ଭ କଲେ ମାର୍ଗେ ଗୁରୁଙ୍କୁ ପୁଛିଲେ ଗୁପତେ ସଂଗ୍ରାମେ ଜିଣିବୁ କେମନ୍ତେ ବୋଲଇ ଅଙ୍ଗିରା କୁମର ପୁରଞ୍ଜୟକୁ ଯୋଦ୍ଧା କର ତାର ନାରାଚେ ରିପୁ ଗଣେ ବେଗେ ଭାଜିବେ ଘୋର ରଣେ ତା ଶୁଣି ଦେବ ତୋଷ ହେଲେ ପୁରଞ୍ଜୟକୁ ନିମନ୍ତ୍ରିଲେ ସେ ପୁଣି ଦେବ ବାକ୍ୟ ଶୁଣି କପାଳେ ଦେଇବେନି ପାଣି ବୋଲଇ ଇନ୍ଦ୍ର କନ୍ଧେ ବସି ସଂଗ୍ରାମ କରିବି ସାହସୀ ନୋହିଲେ ଯୁଦ୍ଧ ନାହିଁ ମୋର ଏମନ୍ତ ଶୁଣି ତା ଉତ୍ତର ସ୍ୱୀକାର କଲେ ଦେବଗଣେ ଇନ୍ଦ୍ର ମିଳିଲେ ତତ୍କ୍ଷଣେ ସଂଗ୍ରାମେ ବୃଷ ରୂପ ହୋଇ ପୁରଞ୍ଜୟ କନ୍ଧେ ଆରୋହୀ ସ୍ତୁତି କରଣେ ଦେବଗଣେ ମିଳିଲେ ତାହାର ଚରଣେ ଅଭେଦ ସେହ୍ନା ଦେହେ ଭରି ଧନୁ ନାରାଚ ହସ୍ତେ ଧରି ନିର୍ଭୟେ ଇନ୍ଦ୍ର କନ୍ଧେ ରହି ତକ୍ଷଣେ ବିଷ୍ଣୁ ତେଜ ବହି ପଶ୍ଚିମ ଦିଗେ ବେଗେ ଗଲା ଅସୁର ଭୁବନେ ମିଳିଲା
ରୁନ୍ଧିଲା ଦେବଙ୍କର ରଥ ଅଛିଦ୍ର ନବ ହେମରୁତ ଦେବଦାନବ ଘୋର ରଣ ହୋଇଲା ଲୋମହର ସଣ ଅସୁରେ ନାନା ଶସ୍ତ୍ର ଧରି ରହିଲେ ସମର ଆବୋରି ତାହାର ବାଣ ଅଗ୍ନି ପ୍ରାୟେ ପଡ଼ିଲା ଅସୁରଙ୍କ ଦେହେ ସମରେ ରହି ନ ପାରିଲେ ପଳାଇ ନିଜପୁରେ ଗଲେ ଅସୁର ବଳ ରଣେ ଜିଣି ସମରେ ଧନରତ୍ନ ଆଣି ଇନ୍ଦ୍ରକୁ ଦେଇ ସର୍ବଧନ ତୋଷିଲେ ବିବୁଧଙ୍କ ମନ ଇନ୍ଦ୍ରାଦି ଦେବେ ବିଷ୍ଣୁ ବୋଲେ କାକୁସ୍ଥ ନାମ ତାକୁ ଦେଲେ ଏଣୁ ତା ନାମ ଭୋରାଜନ କହିଲୁ କଲୁ ଯେ ପ୍ରସନ୍ନ ତଦନ୍ତେ ଶୁଣ ଭୋରାଜନ ବଂଶାନୁଚରିତ ବିଧାନ ଅନେନା ପୁରଞ୍ଜୟ ସୁତ ପୃଥୁ ତାହାର ବୀର୍ଯ୍ୟଜାତ ତାର ତନୟ ବିଶ୍ୱଗନ୍ଧର ପୁତ୍ର ଚନ୍ଦ୍ର ତାସୁତେ ଯୁବାନାଶୋ ନାମ ଶ୍ରୀବନ୍ତ ତାହାର ନନ୍ଦନ ଶ୍ରୀବନ୍ତ ପୁର ଯେ ନିର୍ମାଇ ଶପଥ ଦୀପେ ରାଜା ହୋଇ ତାର କୁମର ବୃହଦସ୍ୱ କୁବଳ ୟାସ୍ୱ ତାର ବଂଶ ଏକବିଂଶ ସହସ୍ର ସୁତ ତାଠାରୁ ହୋଇଲେ ସମ୍ଭୂତ ରାଜା ଉତ୍ତରଙ୍କର ହିତେ ପୁତ୍ରଙ୍କୁ ଘେନିଣ ସଙ୍ଗତେ ସେ ଦୁନ୍ଦୁ ସଙ୍ଗେ ରଣ କରି ରଣେ ତାହାର ପ୍ରାଣ ହରି ଦୁନ୍ଦୁ ଅସୁର ଜେଣୁ ବଧି ଜେଣୁ ଦୁନ୍ଦୁମାର ପ୍ରସିଦ୍ଧି ଦୁନ୍ଦୁ ମୁଖରୁ ଅଗ୍ନିଜ୍ୱାଳା ପ୍ରଚଣ୍ଡ ଭାବେ ସେ ଜଳିଲା କୁବଳ ୟାର ପୁତ୍ରଗଣ ପ୍ରଚଣ୍ଡ ସେ ତେଜେ ହୋଇଲେ ଦହନ ରହିଲେ 3 ଜଣ ଶେଷ ଦୃଢ଼ାଶ୍ୱ କପିଳ ଭଦ୍ରାଶ୍ୱ ଦୃଢ଼ାଶ୍ୱ ତନୟ ହର୍ଯଶ୍ୱ ନିକୁମ୍ଭ ତାହାର ଔରସ ନିକୁମ୍ଭ ପୁତ୍ର ବହୁଳାଶ୍ୱ ଜଗତେ ଖ୍ୟାତ ତାର ଯଶ କୃପାଶ୍ୱ ନାମେ ତାର ସୁତ ତାର ତନୟ ସେ ନଳିତ ତାସୁତେ ଯୁବାନାଶୋ ନାମେ କେବେହେଁ ନ ରହିଲା ଗ୍ରାମେ ଅପୁତ୍ର ଦୋଷେ ଦୁଃଖ ମନେ ମନ୍ତ୍ରୀ ସହିତେ ଗଲା ବନେ ସତେକ ପତ୍ନୀ ତାର ତୁଲେ ଋଷିଙ୍କ ଆଶ୍ରମେ ମିଳିଲେ ଦେଖି ସତେକ ତାର ନାରୀ ମୁନି ସକଳେ ଦୟା କରି ରାଜାର ପୁତ୍ର ଜନ୍ମ ଅର୍ଥେ ଯଜ୍ଞ କରାଇଲେ ସମସ୍ତେ କଳସେ ତୀର୍ଥ ଜଳ ଭରି ଗର୍ଭର ଅର୍ଥେ ମନ୍ତ୍ର ବାରି ଯଜ୍ଞଶାଳରେ ଘଟ ଥୋଇ ସକଳେ ନିଦ୍ରାଗତେ ମୋହି ଏମନ୍ତେ ରାତ୍ରେ ଯଜ୍ଞଶାଳେ ରାଜା ତୃଷିତ ଅନ୍ତରାଳେ ସହି ନ ପାରି ତୃଷାରତେ ଜଳ କଳସ ଘେନି ହସ୍ତେ
ଦେଖିଲେ ସକଳେ ଅଜ୍ଞାନ, ତୃଷିତେ କଲେ ଜଳପାନ। ଏମନ୍ତେ ପାହିଲା ରଜନୀ, ନିଦ୍ରା ଉପେକ୍ଷି ସର୍ବମୁନି। ଉଦୟ କାଳେ ମନ୍ତ୍ର ସ୍ମରେ, କୁମ୍ଭ ଘେନିଲେ ବେନିକରେ। ଦେଖିଲେ କୁମ୍ଭେ ଜଳ ନାହିଁ, ଚକିତେ ଚଉଦିଗେ ଚାହିଁ। ବୋଲନ୍ତି ପାଇ ମନେ ଭ୍ରମ, କେ ପ୍ରାଣୀ କଲା ଏଡ଼େ କର୍ମ। ମନ୍ତ୍ରିତ ପୁଷ ବନବାରି, କେ ପାନ କଲା ତୃଷା ଭରି। ତକ୍ଷଣେ ବେନିକର ଯୋଡ଼ି, ମୁନିଙ୍କ ପାଦ ତଳେ ପଡ଼ି। ରାଜା ବୋଲଇ ମୁଁ ଅଜ୍ଞାନେ, ତୃଷା ତୋଷିଲି ଜଳପାନେ। ଶୁଣି ବ୍ରାହ୍ମଣେ ବିସ୍ମମୟୀ, ବୋଲିଲେ ଦେବ ମାୟା ଏହି। ପ୍ରାଣୀ ଯେ ଦଇବ ଅଧୀନ, ମାୟାର ବଳେ ହତ ଜ୍ଞାନ। ବୋଇଲେ ରାଜା ମୁଖ ଚାହିଁ, ଗର୍ଭ ଧଇଲୁ ଏବେ ତୁହି। ଏବେ ତୁ ଜୀବନ ସମ୍ଭାଳ, ଏମନ୍ତେ ଗଲା କେତେ କାଳ। ଏମନ୍ତେ ପୁତ୍ର ଜନ୍ମ କାଳେ, ରାଜା ଉଦରେ ବାହୁବଳେ। ଦକ୍ଷିଣ କୁକ୍ଷି ବିଦାରିଲା, ତକ୍ଷଣେ ଭୂମିରେ ପଡ଼ିଲା। ରାଜା ନ ମଲା ପୁଣ୍ୟ ବଳେ, ଦେଖନ୍ତି ଉଭାରି ସକଳେ। କାନ୍ଦଇ କ୍ଷୀର ପାନ ଅର୍ଥେ, ତା ଦେଖି ଇନ୍ଦ୍ର ଦୟାଚିତେ। ବୋଲଇ ବିଷ୍ଣୁଙ୍କୁ ଅନାଇ, ରାଜାର ସ୍ତନ ଯୁଗ ନାହିଁ। କ୍ଷୁଧାରେ ଲୋଡ଼ୁଅଛି କ୍ଷୀର, ଏମନ୍ତ ବୋଲି ନିଜ କର। ଅଙ୍ଗୁଳି ତାର ମୁଖେ ଦେଲା, ତକ୍ଷଣେ କ୍ଷୁଧା ତାହାରିଲା। ଇନ୍ଦ୍ର ବୋଇଲେ ତାକୁ ଚାହିଁ, ହୋଇଲି ତୋହର ମୁଁ ଧ୍ୟାଇ। ତୁ ଯେ ହୋଇଲୁ ବଳବନ୍ତା, ତେଣୁ ତୋ ନାମ ମାନନ୍ଧାତା। ସେ ପୁଣି ଚକ୍ରବର୍ତ୍ତୀ ହୋଇ, ପାଳଇ ସପ୍ତଦୀପାମହୀ। ଇନ୍ଦ୍ର ତାହାକୁ ବର ଦେଲେ, ଅଜୟ ହୁଅ ଶିବୋଇଲେ। ସେ ପୁଣି ନିଜ ତପ ବଳେ, ଅବନୀ ପାଳଇ ନିଶ୍ଚଳେ। ଏହାର ଯେତେ ଶତ୍ରୁଗଣ, ଭୟେ ପଳାନ୍ତି ଛାଡ଼ି ରଣ। ଏଣୁ ସେ ନିଜ ତେଜ ଧାମ, ପାଇଲା ଶତ୍ରୁଜିତ ନାମ। ରାବଣ ଆଦି ରିପୁ ଯେତେ, ତ୍ରାସନ୍ତି ତା ବସିଲା ପଥେ। ଏମନ୍ତେ ଯୁବନା ସୋବଳା, ଅନେକ ଦିନ ରାଜ୍ୟ କଲା। ତାରିପୁ ନାହିଁ ଏ ସୟଳେ, ବସିଲା ବିଷ୍ଣୁ ତେଜ ବଳେ। ଅନେକ ଦାନ ପୁଣ୍ୟ କଲା, ବିଷ୍ଣୁଙ୍କୁ ଯଜ୍ଞେ ଯେ ତୋଷିଲା। ସେ ହରି ସର୍ବଦେବମୟେ, ସର୍ବେ ବସନ୍ତି ଯାର ଦେହେ। ସେ ହରି ଯଜ୍ଞେ ତୋଷ କରି, ସୁଖେ ପାଳଇ ବସୁନ୍ଧରି। ସୂର୍ଯ୍ୟର ତେଜ ଯେତେ ଦୂର, ପବନ ସେଠାରେ ସଞ୍ଚାର। ମାନ୍ଧାତା ତେତେ ଦୂର ରାଜା, ସର୍ବେ କରନ୍ତି ତାଙ୍କୁ ପୂଜା। ସେ ପୁଣି ଶଶ ବିନ୍ଦୁ ଘରେ,
କନ୍ୟା ଲଭିଲା ସ୍ୱୟଂବରେ। ସେ କନ୍ୟା ଇନ୍ଦୁମତୀ ନାମ, ରୂପରେ ଅଟେ ଅନୁପମ। ତାହାର ଗର୍ଭେ ପୁତ୍ର ତିନି, ଜନ୍ମିଲେ ବିଷ୍ଣୁ ତେଜ ଘେନି। ପୁରୁକୁଶ୍ଚ ଯେ ଅମ୍ବରୀଶ, ଏ ଆଦି ମୁଚୁକୁନ୍ଦ ଶେଷ। ହୋଇଲେ 50 ଦୁହିତା, ଉତ୍ପତ୍ତି କଲା ମାନନ୍ଧାତା। ଯେ କନ୍ୟା ଗଣଙ୍କ ବ୍ୟବସ୍ଥା, ଶୁଣ ପରୀକ୍ଷ ପୁଣ୍ୟବନ୍ତା। ବିବାହ କଲେ କନ୍ୟାଗଣ, ସେ କଥା ଏକ ମନେ ଶୁଣ। ସୌରଭୀ ଋଷି ବୃନ୍ଦାବନେ, କାଳିନ୍ଦୀ ଜଳେ ଯୋଗ ଧ୍ୟାନେ। ତପ କରନ୍ତି ଦୃଢ଼ ଚିତ୍ତେ, ଏମନ୍ତେ କିଛି କାଳ ଅନ୍ତେ। ସମାଧି ଭାଜିଲା ଚଞ୍ଚଳେ, ସ୍ଥିରେ ଚାହିଁଲେ ନଦୀ ଜଳେ। ଦେଖିଲେ ମତ୍ସ୍ୟଗଣ ମଧ୍ୟେ, ରୋହିତ ଖେଳଇ ଆନନ୍ଦେ। ବାଳକମାନେ ତା ସଙ୍ଗରେ, କ୍ରୀଡ଼ନ୍ତି ପୃଷ୍ଠପୁଚ୍ଛ ଶିରେ। ଏମନ୍ତ ହୋଇ ପ୍ରତିଦିନେ, ଖେଳନ୍ତି ମୁନି ସନ୍ନିଧାନେ। ସୌରଭୀ ମୁନି ତାହା ଚାହିଁ, ଲାଳସ ଚିତ୍ତେ ବିଚାରଇ। ଦେଖ ଏ ରୋହିତର ଭାଗ୍ୟ, କୁଟୁମ୍ବ ମଧ୍ୟେ ସୁଖ ଭୋଗ। ମୁଁ ଏବେ କରି ଗୃହାଶ୍ରମ, ସାଧିବି ଗୃହମେଥି ଧର୍ମ। ଏତେ ବିଚାରି ତପ ଛାଡ଼ି, ଗୃହ କରଣେ ଚିତ୍ତ ବଢ଼ି। ମାର୍ଗେ ଚଞ୍ଚଳେ ସେ ବିଚାରି, ବିବାହ ଅର୍ଥେ ଧନ ଧରି। ଗୃହସ୍ଥ ଧର୍ମ ନୁହେଁ ଭଲେ, ଦାରା ପରିଗ୍ରହ ନ କଲେ। ଏତେ ବିଚାରି ଦୃଢ଼ ଚିତ୍ତେ, ମିଳିଲେ ନୃପତି ଅଗ୍ରତେ। ମୁନି ଆଗମ ରାଜା ଦେଖି, ଉଠିଲେ ଆସନ ଉପେକ୍ଷି। ଅତିଥି ମତେ ପୂଜା କଲା, ଆସନ ଦେଇ ବସାଇଲା। ବିନୟ ଭାବେ ପୁଚ୍ଛା କରି, ତା ଜାଣି ମୁନି ସଉ ଭରି। କହିଲେ ରାଜା ମୁଖ ଚାହିଁ, ବିଭା କରାଅ ମୋତେ ତୁହି। ଗୃହେ ଜନ୍ମିଲା ମୋର ମନ, କନ୍ୟାଏ ମୋତେ ଦିଅ ଦାନ। ମୋହର ସନ୍ତତି ହୋଇଲେ, ସ୍ୱଧର୍ମ ରଖିବୁ ତୁ ଭଲେ। ଏମନ୍ତ ମୁନି ମୁଖୁ ଶୁଣି, ରାଜା ବିଚାରେ ମନେ ଗୁଣି। ବୃଦ୍ଧଙ୍କ ମଧ୍ୟେ ଅତି ବୃଦ୍ଧ, ଗୃହ କରଣେ କଲା ଶୋଧ। ମୋର ଦୁହିତା ଅତି ସୁଖୀ, ଏହାକୁ ଦେଲେ ହେବ ଦୁଃଖୀ। ନ ଦେଲେ ମୋର ଭଲ ନାହିଁ, ଏତେ ବିଚାର ମୁନି ଚାହିଁ। ବୋଲଇ ଶିରେ କର ଦେଇ, ଭୋ ମୁନି ଶୁଣ ଯାହା କହି। 50 କନ୍ୟା ଅଛି ମୋର, ଅନ୍ତଃପୁରକୁ ବିଜେ କର। ଯେ କନ୍ୟା ତୁମ୍ଭକୁ ବରିବ, ସୋ ମତେ କରି ପ୍ରିୟ ଭାବ। ସେ କନ୍ୟା ଦେବି ନିଶ୍ଚେ ମୁହିଁ, ଏମନ୍ତ ରାଜା ସତ୍ୟ ପାଇ। ମୁନି ଉଠିଲେ ତୋଷ ହୋଇ, ତକ୍ଷଣେ ଅନ୍ତଃପୁରେ ଯାଇ। ଦ୍ୱାରପାଳକୁ ରାଜା କହି, ବୋଇଲା ଘେନି ଯାଅ ତୁହି। ଯେ କନ୍ୟା ବରିବ ଏ ବର, ଦେବଇଁ ସତ୍ୟ ଏ ମୋହର। ଦ୍ୱାରପାଳର ହସ୍ତ ଧରି,
ପୁରେ ପ୍ରବେଶ ସଉ ଭରି। ମିଳିଲେ କନ୍ୟାଙ୍କ ମନ୍ଦିରେ ମାୟା ମୋହନ କଳେବରେ। ରୂପେ କନ୍ଦର୍ପ ତେଜ ଗଞ୍ଜେ ଜଗନ୍ମୋହନ ତେଜ ପୁଞ୍ଜେ। କନ୍ୟାକୁ ଚାହିଁ ଦ୍ୱାରପାଳ ଅଙ୍ଗୁଳି ସଙ୍କେତ କୋପଳ। ବୋଲଇ କନ୍ୟା ମୁଖ ଚାହିଁ ତୁମ୍ଭର ପିତା ଆଜ୍ଞା ପାଇ। ସଙ୍ଗତେ ଆଣିଅଛୁ ବର ଯାହାର ଇଚ୍ଛା ତୁମ୍ଭେ ବର। ଏକଇ କନ୍ୟା ଦେବେ ଦାନ ଅଧିକେ ନାହିଁ ପ୍ରୟୋଜନ। କନ୍ୟାଏ ତାର ମୁଖ ଚାହିଁ ନୟନ ପିଛା ନ ଚଳଇ। ସର୍ବେ କହିଛନ୍ତି ତାର ସଙ୍ଗ ଅନଳ ଯେସନେ ପତଙ୍ଗ। ଏକ ଆରେକ ଆଗ ହୋଇ ବୋଲନ୍ତି ମୋର ବର ଏହି। ମୁହିଁ ବରିଲି ଆଗେ ବର ନିଶ୍ଚୟ ସ୍ୱାମୀ ଏ ମୋହର। ଏମନ୍ତ ଏକୁଆରେ ବାଦେ ମୁନିକୁ ବରିଲେ ଆନନ୍ଦେ। ତକ୍ଷଣେ ଦ୍ୱାରପାଳ ଗଲା ନୃପତି ଆଗେ ଜଣାଇଲା। ବୋଲଇ ବିଧାତାର ମାୟା କେ ଅନ୍ୟ କରିପାରେ ତାହା। ଦଇବ ବଳ ଆକର୍ଷଣେ ସର୍ବେ ବରିଲେ ବରପଣେ। ଶୁଣି ତାହାର ମୁଖୁ ବାଣୀ ସମ୍ଭ୍ରମ ଚିତ୍ତେ ନୃପମଣି। ଆନନ୍ଦେ କନ୍ୟା ଦାନ କଲା ଅନେକ ଯଉତୁକ ଦେଲା। 50 କନ୍ୟା ବିଭା କରି ପୁରୁ ବାହାର ସଉ ଭରି। ସମ୍ପଦ ସିଦ୍ଧି ଯୋଗ ବଳେ ଗୃହସ୍ଥ ଆଶ୍ରମ ନିଶ୍ଚଳେ। ନାନା ପ୍ରକାରେ ଭୋଗ କଲେ ଅନେକ ପୁତ୍ର ନାତି ତୁଲେ। ଯେ ଭୋଗ କଳ୍ପେ ତାଙ୍କ ମନେ ତକ୍ଷଣେ ମିଳି ସନ୍ନିଧାନେ। ଦିଗପାଳଙ୍କ ଭୋଗ ଆଦି ଅତୁଲ୍ୟ ଅମୂଲ୍ୟ ପ୍ରସିଦ୍ଧି। ଏମନ୍ତ ଭୋଗ ଅନୁଦିନେ ବିହାର ପୁଷ୍ପିତ କାନନେ। ଏମନ୍ତେ ଭୋଗ କାଳ ଗଲା ବୈରାଗ୍ୟ ମନେ ଉପୁଜିଲା। ନିଜ କପାଳେ ହସ୍ତ ମାରି ତାପେ ବୋଲନ୍ତି ସଉ ଭରି। ଦଇବ ବଳ ଦେଖ ମୋତେ ତପ ମୁଁ କଲି ମୋକ୍ଷ ଅର୍ଥେ। ଜଳେୟ ନାଇଁ ମୀନ ବସେ ଜ୍ଞାନ ହାରିଲେ ସଙ୍ଗ ଦୋଷେ। ଏବେ ମୁଁ ଲଭିଲି ଅନେକ ନିଶ୍ଚେ ମୁଁ ପଡ଼ିବି ନରକ। ଏମନ୍ତ ବିଚାରି ଏକାନ୍ତେ ତକ୍ଷଣେ ପଶିଲା ବନସ୍ତେ। ପତ୍ନୀ ସମେତେ ତପଦାହି ଅନ୍ତେ ଲଭିଲେ ଭାବଗ୍ରାହୀ। ବୋଲଇ ଦାସ ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ। କହିଲେ ଆତ୍ମାହିତେ ବାଣୀ ଏଣେ ଭକତ ପରିମାଣୀ। ନବମେ ବଂଶାନୁଚରିତ କହିଲେ ଦ୍ୱିଜ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟ 82 ନବମ ସ୍କନ୍ଧେ ସୌରଭୀ ଋଷି ଚରିତେ ନାମ ଷଷ୍ଠୋऽଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।